ଓମ୍ ଶାନ୍ତି। 15 ଅକ୍ଟୋବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ଆତ୍ମା ରୂପୀ ବ୍ୟାଟେରୀ 84ଟି ମୋଟର ଅର୍ଥାତ୍ ଶରୀରରେ ବ୍ୟବହାର ହୋଇଥିବା କାରଣରୁ ଶକ୍ତିହୀନ ହୋଇଯାଇଛି। ଏବେ ତାହାକୁ ଯୋଗର ଯାତ୍ରାରେ ରହି ଭରପୁର କର। ଆତ୍ମା ରୂପୀ ବ୍ୟାଟେରୀ 84ଟି ମୋଟର ଅର୍ଥାତ୍ ଶରୀରରେ ବ୍ୟବହାର ହୋଇଥିବା କାରଣରୁ ଶକ୍ତିହୀନ ହୋଇଯାଇଛି। ଏବେ ତାହାକୁ ଯୋଗର ଯାତ୍ରାରେ ରହି ଭରପୁର କର। ଆଜିର ପ୍ରଶ୍ନ, ବାବା କେଉଁ ସନ୍ତାନମାନଙ୍କୁ ବହୁତ ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି? ବାବା କେଉଁ ସନ୍ତାନମାନଙ୍କୁ ବହୁତ ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି? ଉତ୍ତର, ଯାହାଙ୍କ ପାଖରେ କୌଣସି ଜଞ୍ଜାଳ ନାହିଁ, ଯିଏ ନିର୍ବନ୍ଧନ ଅଟନ୍ତି। ଏହିପରି ସନ୍ତାନମାନଙ୍କୁ ବାବା କହୁଛନ୍ତି, ତୁମେ ବହୁତ ବହୁତ ଭାଗ୍ୟଶାଳୀ ଅଟ। ତୁମେ ଯୋଗର ଯାତ୍ରାରେ ରହି ନିଜର ବ୍ୟାଟେରୀକୁ ଫୁଲ୍ ଚାର୍ଜ କରିପାରିବ। ଯଦି ଯୋଗ ନଥାଇ କେବଳ ଜ୍ଞାନ ଶୁଣାଇବ, ତେବେ ତୀର ଲାଗିବ ନାହିଁ। କେହି କେତେ ବି ଆଡ଼ମ୍ବରର ସହିତ ନିଜର ଅନୁଭବ ଶୁଣାଉଥାନ୍ତୁ, କିନ୍ତୁ ନିଜେ ଯଦି ଧାରଣା କରୁନଥିବେ, ତେବେ ଭିତରେ ଭିତରେ ମନ ଖାଇଥାଏ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି। ଆତ୍ମିକ ପିତାଙ୍କର ନାମ କ'ଣ? ଶିବ ବାବା। ସେ ବେହଦର ପିତା ଏବଂ ଭଗବାନ ଅଟନ୍ତି। ମନୁଷ୍ୟମାନଙ୍କୁ କେବେ ବି ବେହଦର ବାବା ଅଥବା ଈଶ୍ୱର ବା ଭଗବାନ କୁହାଯାଇପାରିବ ନାହିଁ। ଯଦିଓ ବହୁତଙ୍କର ନାମ ଶିବ ରହିଛି, କିନ୍ତୁ ସେମାନେ ସମସ୍ତେ ଦେହଧାରୀ ଅଟନ୍ତି। ସେଥିପାଇଁ ତାଙ୍କୁ ଭଗବାନ ବୋଲି କୁହାଯାଇପାରିବ ନାହିଁ। ବାବା ବସି ସନ୍ତାନମାନଙ୍କୁ ଏହି କଥା ବୁଝାଉଛନ୍ତି। ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରିଛି, ତାଙ୍କର ଏହା ବହୁତ ଜନ୍ମର ଶେଷ ଜନ୍ମ ଅଟେ। ତୁମ୍ଭମାନଙ୍କୁ କେହି କେହି ପଚାରୁଛନ୍ତି, ତୁମେ ୟାଙ୍କୁ ଭଗବାନ ବୋଲି କାହିଁକି କହୁଛ? ବାବା ପ୍ରଥମରୁ ହିଁ ବୁଝାଉଛନ୍ତି, କୌଣସି ସ୍ଥୂଳ ବା ସୂକ୍ଷ୍ମ ଦେହଧାରୀମାନଙ୍କୁ ଭଗବାନ କୁହାଯିବ ନାହିଁ। ସୂକ୍ଷ୍ମ ଦେହଧାରୀମାନେ ହେଲେ ସୂକ୍ଷ୍ମଲୋକ ନିବାସୀ, ତାଙ୍କୁ ଦେବତା କୁହାଯାଉଛି। ଭଗବାନ ହେଉଛନ୍ତି ଉଚ୍ଚରୁ ଉଚ୍ଚ ପରମ ପିତା। ତାଙ୍କର ନାମ ଉଚ୍ଚରୁ ଉଚ୍ଚ ଏବଂ ଧାମ ମଧ୍ୟ ଉଚ୍ଚରୁ ଉଚ୍ଚ ପରମ ଧାମ ଅଟେ। ବାବା ସବୁ ଆତ୍ମାମାନଙ୍କ ସହିତ ସେଠାରେ ନିବାସ କରନ୍ତି। ତାଙ୍କର ବସିବା ସ୍ଥାନ ମଧ୍ୟ ଉଚ୍ଚ ଅଟେ। ବାସ୍ତବରେ ତାହା କୌଣସି ବସିବାର ସ୍ଥାନ ନୁହେଁ। ଯେପରି ଷ୍ଟାର ବା ତାରା କେଉଁଠି କ'ଣ ବସିଛି କି? ଛିଡ଼ା ହୋଇଛି ନା? ତୁମେ ଆତ୍ମାମାନେ ମଧ୍ୟ ନିଜ ଶକ୍ତି ଆଧାରରେ ସେଠାରେ ଛିଡ଼ା ହୋଇଛ। ଏପରି ଶକ୍ତି ମିଳୁଛି ଯେ ସେଠାରେ ଯାଇ ଛିଡ଼ା ହୋଇଥାନ୍ତି। ବାପାଙ୍କ ନାମ ହେଉଛି ସର୍ବଶକ୍ତିମାନ। ତାଙ୍କଠାରୁ ଶକ୍ତି ମିଳୁଛି। ଆତ୍ମା ତାଙ୍କୁ ମନେ ପକାଉଛି, ଯାହାଦ୍ୱାରା ଆତ୍ମା ରୂପୀ ବ୍ୟାଟେରୀ ଚାର୍ଜ ହୋଇଯାଉଛି। ଯେପରି ମୋଟର ଗାଡ଼ିରେ ବ୍ୟାଟେରୀ ଥାଏ, ତା ଶକ୍ତିରେ ହିଁ ମୋଟର ଚାଲିଥାଏ। ବ୍ୟାଟେରୀରେ କରେଣ୍ଟ ଭର୍ତ୍ତି ହୋଇ ରହିଥାଏ, ପୁଣି ଚାଲୁ ଚାଲୁ ତାହା କମଜୋର ହୋଇଯାଏ। ପୁଣି ବ୍ୟାଟେରୀକୁ ମେନ୍ ପାୱାରରେ ଚାର୍ଜ କରି ମୋଟରରେ ରଖିଥାନ୍ତି। ତାହା ହେଉଛି ହଦର କଥା। ଏହା ହେଲା ବେହଦର କଥା। ତୁମର ଆତ୍ମା ରୂପୀ ବ୍ୟାଟେରୀ ତ 5000 ବର୍ଷ ପର୍ଯ୍ୟନ୍ତ ଚାଲୁଛି। ଚାଲି ଚାଲି ପୁଣି ଖାଲି ହୋଇଯାଉଛି। ଜଣାପଡ଼ିଯାଏ, ସମ୍ପୂର୍ଣ୍ଣ ଶେଷ ହୁଏ ନାହିଁ, କିଛି ନା କିଛି ରହିଥାଏ। ଯେପରି ଟର୍ଚ୍ଚର ଲାଇଟ୍ କମ୍ ହୋଇଯାଇଥାଏ ନା? ଆତ୍ମା ତ ହେଉଛି ଏହି ଶରୀରର ବ୍ୟାଟେରୀ। ଏହା ମଧ୍ୟ କମଜୋର ହୋଇଯାଉଛି। ବ୍ୟାଟେରୀ ଏହି ଶରୀରରୁ ବାହାରି ପୁଣି ଦ୍ୱିତୀୟ ତୃତୀୟ ମୋଟରରେ ଯାଇ ଲାଗିଥାଏ। 84ଟି ମୋଟରରେ ତାକୁ ଲଗାଯାଇଥାଏ। ତେଣୁ ଏବେ ବାବା କହୁଛନ୍ତି, ତୁମେ କେତେ ପଥର ବୁଦ୍ଧି ଅର୍ଥାତ୍ ବୁଦ୍ଧିହୀନ ହୋଇଯାଇଛ। ଏବେ ପୁନର୍ବାର ନିଜର ବ୍ୟାଟେରୀକୁ ଭରପୁର କର। ତେବେ ଯୋଗ ବଳ ବିନା ଆତ୍ମା କେବେ ବି ପବିତ୍ର ହୋଇପାରିବ ନାହିଁ।
एकमात्र बाबा ही सर्वशक्तिमान अटंती, ଯାହାଙ୍କ ସହିତ ଯୋଗ ଲଗାଇବାକୁ ହେବ। ବାବା ନିଜେ ନିଜର ପରିଚୟ ଦେଉଛନ୍ତି ଯେ ମୁଁ କିଏ, କିପରି ଅଟେ। ତୁମ ଆତ୍ମାର ବ୍ୟାଟେରୀ କିପରି କମଜୋର ହୋଇଯାଉଛି। ଏବେ ତୁମକୁ ମତ ଦେଉଛି, ମୋତେ ମନେ ପକାଅ, ତେବେ ବ୍ୟାଟେରୀ ଶତପ୍ରଧାନ ଫାଷ୍ଟ କ୍ଲାସ୍ ହୋଇଯିବ। ଆତ୍ମା ପବିତ୍ର ହେଲେ 24 କ୍ୟାରେକ୍ଟର ହୋଇଯାଇଥାଏ। ଏବେ ତୁମେ ଖାଦଯୁକ୍ତ ହୋଇଯାଇଛ। ଶକ୍ତି ବିଲକୁଲ ଶେଷ ହୋଇଯାଇଛି। ଆଉ ସେହି ଶୋଭା ନାହିଁ। ବର୍ତ୍ତମାନ ବାବା ତୁମ୍ଭମାନଙ୍କୁ ବୁଝାଉଛନ୍ତି ଯେ ପିଲାମାନେ, ମୁଖ୍ୟ କଥା ହେଉଛି ଯୋଗଯୁକ୍ତ ହୋଇ ରହିବା ଏବଂ ପବିତ୍ର ହେବା। ନହେଲେ ତ ବ୍ୟାଟେରୀ ଚାର୍ଜ ହେବ ନାହିଁ, ଯୋଗ ଲାଗିବ ନାହିଁ। ଭଲେ କୁକୁଡ଼ା ଭଳି ଜ୍ଞାନୀ ତ ବହୁତ ଅଛନ୍ତି। କୁକୁଡ଼ା ଯିଏକି ଅନ୍ୟମାନଙ୍କୁ ଉଠାଇ ଦିଏ ଏବଂ ନିଜେ ଶୋଇପଡ଼େ। ଜ୍ଞାନ ତ ବହୁତ ଭଲ ଶୁଣାନ୍ତି, କିନ୍ତୁ ସେଭଳି ଅବସ୍ଥା ନଥାଏ। ବହୁତ ଆଡ଼ମ୍ବର ସହିତ ଅନୁଭବ ଶୁଣାନ୍ତି, କିନ୍ତୁ ମନ ଭିତରେ ଭିତରେ ଖାଉଥାଏ। ଯାହା ମୁଁ ବର୍ଣ୍ଣନା କରୁଛି ସେପରି ଅବସ୍ଥା ତ ମୋର ନାହିଁ। କେହି ପୁଣି କେତେକ ଯୋଗିତୁ ଆତ୍ମା ମଧ୍ୟ ଅଛନ୍ତି। ବାବା ତ ସନ୍ତାନମାନଙ୍କର ବହୁତ ମହିମା କରୁଛନ୍ତି। ବାବା କହୁଛନ୍ତି, ପିଲାମାନେ, ତୁମେମାନେ ବହୁତ ବହୁତ ଭାଗ୍ୟଶାଳୀ ଅଟ। ତୁମର ତ ବେଶୀ କିଛି ଜଞ୍ଜାଳ ନାହିଁ। ଯାହାର ଅନେକ ସନ୍ତାନ ଥାଆନ୍ତି ତାଙ୍କର ବନ୍ଧନ ମଧ୍ୟ ରହିଥାଏ। ବାବାଙ୍କର କେତେ ସନ୍ତାନ ଅଛନ୍ତି, ସମସ୍ତଙ୍କୁ ଦେଖାରେଖା କରି ସମ୍ଭାଳିବାକୁ ପଡ଼ୁଛି। ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ। ପ୍ରେମିକଙ୍କର ସ୍ମୃତି ତ ବିଲକୁଲ ପକ୍କା ରହିବା ଦରକାର। ତୁମେ ଭକ୍ତି ମାର୍ଗରେ ବାବାଙ୍କୁ କେତେ ସ୍ମରଣ କରି ଆସିଛ। ହେ ଭଗବାନ, ପ୍ରଥମେ ତାଙ୍କର ପୂଜା ମଧ୍ୟ କରିଛ। ପ୍ରଥମେ ନିରାକାର ଭଗବାନଙ୍କର ହିଁ ପୂଜା କରିଥାନ୍ତି। ଏପରି ନୁହେଁ ଯେ ସେ ସମୟରେ ତୁମେ ଆତ୍ମ ଅଭିମାନୀ ହୋଇ ରହୁଛ। ଆତ୍ମ ଅଭିମାନୀମାନେ କ'ଣ ପୂଜା କରିବେ? ବାବା ବୁଝାଉଛନ୍ତି, ସର୍ବପ୍ରଥମେ ଯେତେବେଳେ ଭକ୍ତି ଆରମ୍ଭ ହୁଏ ସେତେବେଳେ ଏକମାତ୍ର ବାବାଙ୍କୁ ହିଁ ପୂଜା କରିଥାନ୍ତି। ଏକମାତ୍ର ଶିବଙ୍କର ହିଁ ପୂଜା କରନ୍ତି। ଯେପରି ରାଜାରାଣୀ ସେହିପରି ପ୍ରଜା। ଭଗବାନ ହେଉଛନ୍ତି ସର୍ବୋଚ୍ଚ, ତାଙ୍କୁ ହିଁ ସ୍ମରଣ କରିବାକୁ ହେବ। ଅନ୍ୟ ଯେଉଁମାନେ ତାଙ୍କ ତଳକୁ ଅଛନ୍ତି, ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ମନେ ପକାଇବା ଦରକାର ନାହିଁ। ଉଚ୍ଚରୁ ଉଚ୍ଚ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। କିନ୍ତୁ ଡ୍ରାମାର ପାର୍ଟ ଏପରି ଯେ ତୁମେ ତଳକୁ ଆସିବାକୁ ବନ୍ଧା ହୋଇ ରହିଛ। ତୁମେ କିପରି ତଳକୁ ଓହ୍ଲାଉଛ ସେ କଥା ବାବା ବୁଝାଉଛନ୍ତି। ବାବା ପ୍ରତ୍ୟେକ କଥା ଆଦିରୁ ଅନ୍ତ, ଉପରୁ ତଳ ପର୍ଯ୍ୟନ୍ତ ବୁଝାଉଛନ୍ତି। ପ୍ରଥମେ ଭକ୍ତି ମଧ୍ୟ ଶତପ୍ରଧାନ ଥାଏ, ପୁଣି ସତ, ରଜ, ତମ ହୁଏ। ଏବେ ତୁମେ ପୁଣି ଶତପ୍ରଧାନ ହେଉଛ। ଏହିଥିରେ ହିଁ ପରିଶ୍ରମ ରହିଛି। ତୁମମାନଙ୍କୁ ପବିତ୍ର ହେବାକୁ ପଡ଼ିବ। ନିଜକୁ ଦେଖ, ମାୟା କେଉଁଠି ଧୋକା ତ ଦେଉନାହିଁ। ମୋର ଦୃଷ୍ଟି ବିକାରିତ ହେଉନାହିଁ। କୌଣସି ପାପର ଖିଆଲ ତ ଆସୁନାହିଁ। ଗାୟନ ମଧ୍ୟ ଅଛି। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ବ୍ରାହ୍ମଣୀ, ତେଣୁ ଭାଇ ଭଉଣୀ ହେଲେ ନା। ଏଠାକାର ବ୍ରାହ୍ମଣ ମଧ୍ୟ ନିଜକୁ ବ୍ରହ୍ମାଙ୍କର ସନ୍ତାନ ବୋଲି କହିଥାନ୍ତି। ତୁମେ ମଧ୍ୟ ବ୍ରାହ୍ମଣ ଭାଇ ଭଉଣୀ ହେଲ ନା। ପୁଣି ବିକାରୀ ଦୃଷ୍ଟି କାହିଁକି ରଖୁଛ? ବ୍ରାହ୍ମଣମାନଙ୍କୁ ତ ତୁମେମାନେ ଭଲ ରୂପେ ଦୃଷ୍ଟି ଦେଇପାରିବ। ବର୍ତ୍ତମାନ ତୁମେମାନେ ହିଁ ଜାଣୁଛ ଯେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ବ୍ରାହ୍ମଣୀ ହୋଇ ସତ୍ୟ ଯୁଗରେ ପୁଣି ଦେବତା ହେଉଛନ୍ତି। କହୁଛନ୍ତି ମଧ୍ୟ ଯେ ବାବା ଆସି ବ୍ରାହ୍ମଣ ଦେବୀ ଦେବତା ଧର୍ମର ସ୍ଥାପନ କରିଥାନ୍ତି। ଏହା ବୁଝିବା କଥା ଅଟେ ନା। ବ୍ରହ୍ମାଙ୍କର ସନ୍ତାନ ଆମେ ଭାଇ ଭଉଣୀ ହୋଇଗଲୁ। ତେଣୁ କଦାପି କୁଦୃଷ୍ଟି ଯିବା ଅନୁଚିତ। ତାହା ରୋକିବା ଦରକାର। ଇଏ ମଧ୍ୟ ମୋର ମିଠା ଭଉଣୀ ଅଟନ୍ତି। ସେହି ସ୍ନେହ ରହିବା ଉଚିତ। ଯେପରି ବ୍ଲଡ଼ କନେକ୍ସନ ବା ରକ୍ତର ସମ୍ପର୍କର ସ୍ନେହ ରହିଥାଏ, ତାହା ପରିବର୍ତ୍ତନ ହୋଇ ଆତ୍ମିକ ସ୍ନେହ ହୋଇଯାଉ। ଏଥିରେ ବହୁତ ବହୁତ ପରିଶ୍ରମ ରହିଛି। ଯୋଗ ମଧ୍ୟ ବହୁତ ସହଜ। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ବିକାରୀ ଦୃଷ୍ଟି ରଖିବା ଉଚିତ ନୁହେଁ। ବାବା ବୁଝାଇଛନ୍ତି ଯେ ଏହି ଆଖି ବହୁତ ଧୋକା ଦେଇଥାଏ। ଏହାକୁ ପରିବର୍ତ୍ତନ କରିବାକୁ ହେବ। ମୁଁ ହେଉଛି ଆତ୍ମା। ବର୍ତ୍ତମାନ ମୁଁ ଶିବ ବାବାଙ୍କର ସନ୍ତାନ।
ତାଙ୍କ ଦ୍ୱାରା ପୋଷ୍ୟ ହୋଇଥିବା ଆମେ ଭାଇ ଭଉଣୀ ଅଟୁ। ଆମେ ନିଜକୁ ବିକେ ବୋଲି କହୁଛୁ। ଚାଲିଚଳନରେ ଅନ୍ତର ତ ରହୁଛି ନା। ଶିକ୍ଷକଙ୍କର କାମ ହେଲା କ୍ଲାସରେ ସମସ୍ତଙ୍କୁ ପଚାରିବା, ତୁମେମାନେ ଜାଣିପାରୁଛ ଆମର ଭାଇ ଭଉଣୀର ଦୃଷ୍ଟି ଅଛି ନା କିଛି ଚଞ୍ଚଳତା ରହୁଛି? ସତ୍ୟ ବାବାଙ୍କ ପାଖରେ ସତ ନ କହି ଯଦି ମିଛ କହିଲ ତେବେ ବହୁତ ଦଣ୍ଡ ମିଳିବ। କୋର୍ଟରେ ଶପଥ ପାଠ କରନ୍ତି ନା, ସତ୍ୟ ଈଶ୍ୱର ବାବାଙ୍କ ପାଖରେ ସତ୍ୟ କହିବୁ। ସତ୍ୟ ବାବାଙ୍କର ସନ୍ତାନ ମଧ୍ୟ ସତ୍ୟ ଅଟନ୍ତି। ବାବା ସତ୍ୟ ଅଟନ୍ତି ନା, ସିଏ ସତ୍ୟ ହିଁ କହୁଛନ୍ତି, ବାକି ସବୁ ହେଉଛି ଗପ। ନିଜକୁ ଶ୍ରୀ ଶ୍ରୀ 108 ବୋଲି କହୁଛନ୍ତି, ବାସ୍ତବରେ ଏହା ତ ମାଳା ଯାହାକୁ ସ୍ମରଣ କରୁଛନ୍ତି। ଏକଥା ମଧ୍ୟ ଜାଣନ୍ତି ନାହିଁ ଯେ ଆମେ କାହିଁକି ସ୍ମରଣ କରୁଛୁ। ବୌଦ୍ଧମାନଙ୍କର ଏବଂ ଖ୍ରୀଷ୍ଟିଆନମାନଙ୍କର ମଧ୍ୟ ମାଳା ଥାଏ। ପ୍ରତ୍ୟେକ ନିଜ ନିଜର ପ୍ରଥା ଅନୁସାରେ ମାଳା ଗଢ଼ାନ୍ତି। ତୁମ୍ଭମାନଙ୍କୁ ଏବେ ଜ୍ଞାନ ମିଳିଯାଇଛି। ସେମାନଙ୍କୁ କୁହ, ଯେଉଁ 108ର ମାଳା ରହିଛି ତା ଉପରେ ଥିବା ଫୁଲ ତ ହେଉଛନ୍ତି ନିରାକାର। ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି। ତାଙ୍କୁ ସ୍ମରଣ କରି ଆମେ ସ୍ୱର୍ଗର ପାଟରାଣୀ ଅର୍ଥାତ ମହାରାଣୀ ହେଉଛୁ। ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା, ଏହା ହେଉଛି ସୂର୍ଯ୍ୟବଂଶୀ ମଖମଲ ଭଳି ପାଟରାଣୀ ହେବା। ପୁଣି ପରେ ଖଦି ଭଳି ହୋଇଯାଆନ୍ତି। ତେଣୁ ଏଭଳି ପଏଣ୍ଟ ବୁଦ୍ଧିରେ ରଖି ବୁଝାଇବା ଉଚିତ। ତେବେ ତୁମର ନାମ ବହୁତ ପ୍ରସିଦ୍ଧ ହେବ। କଥା କହିବାରେ ସିଂହୀ ପରି ସାହସୀ ହୁଅ। ତୁମେ ହେଉଛ ଶିବଶକ୍ତି ସେନା ନା? ଅନେକ ପ୍ରକାରର ସେନା ଅଛନ୍ତି ନା? ତୁମେମାନେ ମଧ୍ୟ ସେଠାକୁ ଯାଇ ଦେଖ କ'ଣ ଶିଖାଉଛନ୍ତି। ଲକ୍ଷ ଲକ୍ଷ ମଣିଷ ଯାଆନ୍ତି। ବାବା ବୁଝାଇଛନ୍ତି, କ୍ରିମିନାଲ ବା ଭିକାରୀ ଆଖି ବହୁତ ଧୋକା ଦେଇଥାଏ। ନିଜର ସ୍ଥିତିର ବର୍ଣ୍ଣନା କରିବା ଉଚିତ। ଅନୁଭବ ଶୁଣାଇବା ଦରକାର ଯେ ଆମେ ଘରେ କିପରି ରହୁଛୁ, ଅବସ୍ଥାରେ କ'ଣ ପ୍ରଭାବ ପଡ଼ୁଛି। ଡାଏରୀ ରଖ, ଏହି ଅବସ୍ଥାରେ ମୁଁ କେତେ ସମୟ ରହୁଛି। ବାବା ବୁଝାଇଛନ୍ତି ଯେ ବଳବାନ ସହିତ ମାୟା ମଧ୍ୟ ବଳବାନ ହୋଇ ଲଢ଼ିଥାଏ। ଏହା ଯୁଦ୍ଧକ୍ଷେତ୍ର ଅଟେ ନା? ମାୟା ବହୁତ ବଳବାନ। ମାୟା ଅର୍ଥାତ 5 ବିକାର। ଧନକୁ ସମ୍ପତ୍ତି ବୋଲି ମଧ୍ୟ କୁହାଯାଏ। ଯାହା ପାଖରେ ଅଧିକ ସମ୍ପତ୍ତି ଥାଏ ସିଏ ଅଧିକ ଅଜାମିଳ ସଦୃଶ ମହାପାପୀ ମଧ୍ୟ ହୋଇଥାଏ। ବାବା କହୁଛନ୍ତି, ସର୍ବପ୍ରଥମେ ତୁମେ ବେଶ୍ୟାମାନଙ୍କୁ ତ ଉଦ୍ଧାର କର, ତେବେ ସେମାନେ ପୁଣି ନିଜର ସଂଗଠନ ତିଆରି କରିବେ। ଆମକୁ ତ ବାବାଙ୍କ ଠାରୁ ବର୍ଷା ନେବାକୁ ହେବ। ବାବା କହୁଛନ୍ତି, ମୁଁ ତୁମକୁ ଶିବାଳୟର ମାଲିକ କରିବା ପାଇଁ ଆସିଛି। ଏହା ତୁମମାନଙ୍କର ଅନ୍ତିମ ଜନ୍ମ ଅଟେ। ବେଶ୍ୟାମାନଙ୍କୁ ବୁଝାଇବା ଦରକାର ଯେ ତୁମ୍ଭମାନଙ୍କ ଯୋଗୁଁ ଭାରତର ଇଜ୍ଜତ ଏତେ ଚାଲିଯାଇଛି। ଏବେ ଶିବାଳୟକୁ ନେଇଯିବା ପାଇଁ ବାବା ଆସିଛନ୍ତି। ଆମେ ଶ୍ରୀମତ ଅନୁସାରେ ତୁମ ପାଖକୁ ଆସିଛୁ। ବର୍ତ୍ତମାନ ତୁମେ ବିଶ୍ୱର ମାଲିକ ହୋଇଯାଅ। ଆମ ସଦୃଶ ଭାରତର ଗୌରବ ରକ୍ଷା କର। ଆମେ ମଧ୍ୟ ବାବାଙ୍କୁ ମନେ ପକାଇବା ଦ୍ୱାରା ପବିତ୍ର ହେଉଛୁ। ତୁମେ ବି ଏହି ଭିକାରୀ କାମ ଗୋଟିଏ ଜନ୍ମ ପାଇଁ ଛାଡ଼ିଦିଅ। ଦୟା ତ କରିବାକୁ ହେବ ନା? ତେବେ ତୁମର ବହୁତ ମହିମା ହୋଇଯିବ। ତେବେ କହିବେ ଯେ ଏହାଙ୍କ ପାଖରେ ତ ଏପରି ଶକ୍ତି ଅଛି ଯେ ଏମାନଙ୍କ ଠାରୁ ଏଭଳି ଖରାପ ଧନ୍ଦା ମଧ୍ୟ ଛଡ଼ାଇ ଦେଲେ। ସମସ୍ତଙ୍କର ସଂଗଠନ ରହିଛି। ତୁମେ ନିଜର ସଂଗଠନ କରି ସରକାରଙ୍କ ଠାରୁ ଯାହା ସାହାଯ୍ୟ ଚାହିଁବ ତାହା ନେଇପାରିବ। ତେଣୁ ବର୍ତ୍ତମାନ ଏପରି ଭିକାରୀ ଯେଉଁମାନେ ଭାରତର ନାମ ବଦନାମ କରିଛନ୍ତି, ତାଙ୍କର ସେବା କର। ତୁମର ମଧ୍ୟ ସଂଗଠନ ବହୁତ ପକ୍କା ହେବା ଦରକାର। ଯେପରି 10-12 ଜଣ ମିଳିମିଶି ଯାଇ ବୁଝାଇବେ। ଭଲ ଭଲ ମାତାମାନେ ମଧ୍ୟ ଥିବା ଦରକାର। କେହି ନୂଆ ଯୁଗଳ ଥିଲେ କୁହନ୍ତୁ ଯେ ଆମେ ପବିତ୍ର ରହୁଛୁ। ପବିତ୍ର ରହିଲେ ହିଁ ବିଶ୍ୱର ମାଲିକ ହେବ। ତେବେ ପବିତ୍ର କାହିଁକି ନ ରହିବ? ସମସ୍ତେ ଦଳବଦ୍ଧ ହୋଇଯାଅ। ସେଠାକୁ ଯାଇ ବହୁତ ନମ୍ରତାର ସହିତ କୁହ ଯେ ଆମେ ଆପଣଙ୍କୁ ପରମ ପିତା ପରମାତ୍ମାଙ୍କର ସନ୍ଦେଶ ଦେବାକୁ ଆସିଛୁ। ଏବେ ବିନାଶ ସମ୍ମୁଖରେ ବା ଖୁବ୍ ନିକଟରେ ଉପସ୍ଥିତ ହୋଇଗଲାଣି। ବାବା କହୁଛନ୍ତି, ମୁଁ ସମସ୍ତଙ୍କର ଉଦ୍ଧାର କରିବା ପାଇଁ ଆସିଛି। ତୁମେ ବି ଏହି ଗୋଟିଏ ଜନ୍ମ ବିକାରରେ ଯାଅ ନାହିଁ।
ତୁମେ ବୁଝାଇ ପାରିବ ଯେ ଆମେ ବ୍ରହ୍ମାକୁମାର ବ୍ରହ୍ମାକୁମାରୀମାନେ ନିଜର ହିଁ ତନ ମନ ଧନ ଆଧାରରେ ସେବା କରୁଛୁ। ଆମେ ତ ଭିକ ମାଗୁନାହୁଁ, ଆମେ ଈଶ୍ୱରଙ୍କର ସନ୍ତାନ ଅଟୁ। ଏହିପରି ଭାବେ ଯୋଜନା କର। ଏପରି ନୁହେଁ ଯେ ତୁମେ ସାହାଯ୍ୟ କରିପାରିବ ନାହିଁ। ଏପରି କାମ କର ଯେପରି ବାହା ବାହା ମିଳିବ। ସାହାଯ୍ୟ କରିବା ପାଇଁ ହଜାର ହଜାର ବାହାରି ଆସିବେ। ଏହିଭଳି ନିଜର ସଂଗଠନ ବନାଅ। ମୁଖ୍ୟମାନଙ୍କୁ ଚୟନ କରି ଆଲୋଚନା କର। ପିଲାମାନଙ୍କୁ ସମ୍ଭାଳିବା ପାଇଁ ତ ବହୁତ ବାହାରିବେ। ତୁମେ ଈଶ୍ୱରୀୟ ସେବାରେ ଲାଗିଯାଅ। ଏପରି ବିଶାଳ ହୃଦୟ ହେବା ଦରକାର ଯେପରି ସେବା ପାଇଁ ତତ୍କ୍ଷଣାତ ବାହାରି ପଡ଼ିବେ। ଗୋଟିଏ ପାର୍ଶ୍ୱରେ ଏହି ସେବା ଏବଂ ଅନ୍ୟ ପାର୍ଶ୍ୱରେ ଗୀତା, ଏହି କଥାକୁ ମିଶାଇ କୁହ। ତୁମେ ଏହି ଲକ୍ଷ୍ମୀ ନାରାୟଣ ହେବା ପାଇଁ ପାଠ ପଢ଼ୁଛ। ତେଣୁ ତୁମ୍ଭମାନଙ୍କ ପରସ୍ପର ଭିତରେ ଏପରି ମତଭେଦ ରହିବା ଅନୁଚିତ। ଯଦି କୌଣସି କଥା ବାବାଙ୍କୁ ଲୁଚାଉଛ, ସତ୍ୟ କହୁନାହଁ, ତେବେ ନିଜର ହିଁ କ୍ଷତି କରୁଛ। ଆହୁରି 100 ଗୁଣା ପାପ ଚଢ଼ିଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଆମେ ମିଠା ବାବାଙ୍କର ସନ୍ତାନ ଅଟୁ। ତେଣୁ ପରସ୍ପର ମଧ୍ୟରେ ମିଠା ଭଉଣୀ ଭାଇ ହୋଇ ରହିବାକୁ ହେବ। କେବେ ବି ବିକାରର ଦୃଷ୍ଟି ରଖିବାର ନାହିଁ। ଦୃଷ୍ଟିରେ ଯଦି କୌଣସି ଚଞ୍ଚଳତା ଆସୁଛି, ତେବେ ରୁହାନୀ ଡାକ୍ତରଙ୍କୁ ସତ୍ୟ କଥା ଶୁଣାଇବାକୁ ହେବ। 2 ନମ୍ବର। ପରସ୍ପର ମଧ୍ୟରେ କେବେ ବି ମତଭେଦରେ ଆସିବାର ନାହିଁ। ଖୋଲା ହୃଦୟର ସହିତ ସେବା କରିବାର ଅଛି। ନିଜର ତନ ମନ ଧନ ଦ୍ୱାରା ବହୁତ ନମ୍ରତାର ସହିତ ସେବା କରି ସମସ୍ତଙ୍କୁ ବାବାଙ୍କର ପରିଚୟ ବା ସନ୍ଦେଶ ଦେବାକୁ ହେବ। ଆଜିର ବରଦାନ। ନିଜର ପ୍ରତ୍ୟେକ କର୍ମକୁ ଚରିତ୍ର ରୂପରେ ଗାୟନ ଯୋଗ୍ୟ କରୁଥିବା ମହାନ ଆତ୍ମା ଭବ। ନିଜର ପ୍ରତ୍ୟେକ କର୍ମକୁ ଚରିତ୍ର ରୂପରେ ଗାୟନ ଯୋଗ୍ୟ କରୁଥିବା ମହାନ ଆତ୍ମା ଭବ। ମହାନ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ପ୍ରତ୍ୟେକ ସଂକଳ୍ପ ପ୍ରତ୍ୟେକ କର୍ମ ମହାନ ହୋଇଥିବ। ଗୋଟିଏ ବି ସଂକଳ୍ପ ସାଧାରଣ ବା ବ୍ୟର୍ଥ ହୋଇନଥିବ। କୌଣସି ବି କର୍ମ ସାଧାରଣ ବା ନିରର୍ଥକ ହୋଇନଥିବ। କର୍ମେନ୍ଦ୍ରିୟ ଗୁଡ଼ିକ ଦ୍ୱାରା ଯାହା ବି କର୍ମ ହେଉଥିବ ତାହା ଅର୍ଥ ସହିତ ହେଉଥିବ। ସମୟ ମଧ୍ୟ ମହାନ କାର୍ଯ୍ୟରେ ସଫଳ ହେଉଥିବ। ତେବେ ଯାଇ ପ୍ରତ୍ୟେକ ଚରିତ୍ର ଗାୟନ ଯୋଗ୍ୟ ହେବ। ମହାନ ଆତ୍ମାମାନଙ୍କର ହିଁ ସ୍ମାରକୀ ହର୍ଷିତ ମୂରତ, ଆକର୍ଷଣ ମୂରତ ଏବଂ ଅବ୍ୟକ୍ତ ମୂରତ ରୂପରେ ରହିଛି। ଆଜିର ସ୍ଲୋଗାନ। ଯଦି ମାନ ସାନ ପାଇବାର ଇଚ୍ଛାକୁ ଛାଡ଼ି ସ୍ୱମାନରେ ସ୍ଥିତ ହୋଇଯିବ, ତେବେ ସମ୍ମାନ ଛାଇ ଭଳି ତୁମ ପଛେ ପଛେ ଆସିବ। ଯଦି ମାନ ସାନ ପାଇବାର ଇଚ୍ଛାକୁ ଛାଡ଼ି ସ୍ୱମାନରେ ସ୍ଥିତ ହୋଇଯିବ, ତେବେ ସମ୍ମାନ ଛାଇ ଭଳି ତୁମ ପଛେ ପଛେ ଆସିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଯେକୌଣସି ସ୍ଥୂଳ କାର୍ଯ୍ୟ କରିବା ସହିତ ସଂକଳ୍ପ ଦ୍ୱାରା ଶ୍ରେଷ୍ଠ ପ୍ରକମ୍ପନ ବିଚ୍ଛୁରିତ କରିବାର ସେବା କର। ଯେପରି ବ୍ୟବସାୟ କରୁଥିବା ବ୍ୟକ୍ତି ସ୍ୱପ୍ନରେ ମଧ୍ୟ ନିଜର ବ୍ୟବସାୟକୁ ଦେଖିଥାଏ, ସେହିପରି ତୁମର କାମ ହେଲା ବିଶ୍ୱର କଲ୍ୟାଣ କରିବା। ଏହା ହିଁ ତୁମମାନଙ୍କର ଆକୁପେସନ ଅର୍ଥାତ୍ ବୃତ୍ତି ଅଟେ। ଏହି ଆକୁପେସନକୁ ସ୍ମୃତିରେ ରଖି ସର୍ବଦା ସେବାରେ ବ୍ୟସ୍ତ ରୁହ। ଯଦି ସେବାର ଫଳ ମିଳିଯିବ, ତେବେ ମାୟାଜିତି ସହଜରେ ହୋଇଯିବ। ସେଥିପାଇଁ ଯେତେବେଳେ ବି ବୁଦ୍ଧିକୁ ଅବସର ମିଳୁଛି, ସେବା କରିବାରେ ଲାଗି ପଡ଼। ଓମ୍ ଶାନ୍ତି।